ବି ନାହିଁ। ଆପଣମାନେ ଜାଣିଛନ୍ତି ମୋ ଭାଇଙ୍କର ଏଇ ବର୍ଷ ବାହାଘର ହେଇଛି, ତ ମିଠା ଭାର ଯିବ ମାନେ କୁମାର ପୂର୍ଣ୍ଣିମା ମିଠା ଭାର ଯିବ ବୋଲି ଆମ ଏଠି ସବୁ ଛଣାଛଣି ଉପରେ ଚାଲିଛି। ମୁଁ ସମସ୍ତଙ୍କ ପାଇଁ ରୋଷେଇବାସ ସାରିକି ଆସିଲି ମୋ ମାମାକୁ ଖାଇବାକୁ ଦେବା ପାଇଁ। ଦେଖନ୍ତୁ ମାମା ମନକୁ ମନ ତାର ଖାଇବାରେ ଲାଗିଛି। ମୋ ସାନ ଭଉଣୀ ମାର୍କେଟ ଯାଇଥିଲା ତ ସେଠୁ ଗୋଟେ ଗୁଲଗୁଲିଆ କଣ୍ଢେଇଟେ ନେଇକି ଆସିଥିଲା। ମୁଁ ତାକୁ ଧରିଥିଲି କିନ୍ତୁ ମୋ ମାମାକୁ ଦେଖନ୍ତୁ ଭିଡ଼ିକି କାନ୍ଦିକି ନେଇକି ତା ମାସିକି ଦେଇଦେଲା, ପଛେ ମୋ ପାଖରେ ବାପା ମାନଙ୍କର ଝିଅ ଗେଲି ହେଇଥାନ୍ତି ଏ କଥା ସମସ୍ତେ ଜାଣିଛନ୍ତି, କିନ୍ତୁ ମାସି ମାନଙ୍କର କମ୍ ନୁହନ୍ତି। ଦେଖୁନାହାନ୍ତି ମାମାକୁ ଘର ପଛରେ ପକେଇଦେଲା। ଏଇଟା ପୁରା ଆଖି ଆଗରେ ସୁଦ୍ ପ୍ରମାଣ, ଦେଖୁନାହାନ୍ତି। ଯେହେତୁ ଆଗକୁ କୁମାର ପୂର୍ଣ୍ଣିମା ଥିଲା ତ ସମସ୍ତଙ୍କ ପାଇଁ ମାର୍କେଟରୁ କିଛି ନା କିଛି ଆସିବାର ଥିଲା, ତ ମୋ ସାନ ଭଉଣୀ ସମସ୍ତଙ୍କ ପାଇଁ ନେଇକି ଆସିଥିଲା। ସେଥିପାଇଁ ବସି ପଡ଼ି ସମସ୍ତେ ଦେଖିବା ଲାଗି। ଏଠି ମୋ ମାମାଟାକୁ ଦେଖନ୍ତୁ ତ ତା କଣ୍ଢେଇ ଗୋଡ଼ରେ ମୁଁ ତା ଚପଲ ପିନ୍ଧିଥିଲି, ମାନେ ମୋ ସାନ ଭଉଣୀ ସେ ଚପଲଟା ତ ମୋ ଝିଅ ପାଇଁ ଆଣିଛି। ସେ କଣ୍ଢେଇ ଗୋଡ଼ ଚପଲ ଭିଡ଼ିକି ନେଉଛି, କାଳେ କଣ୍ଢେଇ ପିନ୍ଧିକି ବୁଲିଦେବ କିରେ, ସେଥିପାଇଁ ଭିଡ଼ିକି ନେଇକି ନିଜ ଗୋଡ଼ରେ ଭଲ ଲାଗିଛି। ଏଠି ଦେଖନ୍ତୁ ସମସ୍ତ ପାଇଁ ନୂଆ ଚୁଡ଼ି ଆଉ ଶାଢ଼ୀ ଏନିକା ସବୁ ଆସିଛି, ଆଉ ଲୁଗା ବି ଆସିଛି, ମାନେ ସମସ୍ତଙ୍କ ପାଇଁ କିଛି ନା କିଛି ଆସିଛି। ମୋ ମାମାର ଦୁଷ୍ଟମି ତ ଆଜିକାଲି ବହୁତ ବଢ଼ିବାରେ ଲାଗିଛି। ଦେଖୁନାହାନ୍ତି ସେ ଚୁଡ଼ିଟାକୁ ପାଟିରେ ଭରି କରିକି କହୁଛି ମୁଁ ଚୁଡ଼ିଟାକୁ ଦାନ୍ତରେ ଭାଙ୍ଗିବି ବୋଲି, ଦାନ୍ତ ଚାରିଟା ଉଠୁଛି ବୋଲି କହୁଛି ମୁଁ ଦୁନିଆ ଯାକର ସବୁ ଜିନିଷ କାମୁଡ଼ିକି ମୁଁ ନିଜ ଦାନ୍ତରେ ଭାଙ୍ଗିବି। ତ ସେ ଚୁଡ଼ିକି ଆଣିକି ମୁଁ ତା ହାତରେ ପିନ୍ଧେଇ ଦେଲି, ତ ଦେଖି ସେ ବହୁତ ଖୁସି ହେଇଗଲା। ଆଉ ଏ ଖୁସି ଦେଖି ମୋ ମନ ବି ଆହୁରି ଖୁସିରେ ଭରିଗଲା। ଆଜି ପାଇଁ ମୁଁ ଏଠି ରହିଲି। ଜୟ ଜଗନ୍ନାଥ।